14 ଜାନୁଆରୀ ନେଇକି 12 ଫେब्रुଆରୀ ଯାଏଁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ଏହାଦ୍ୱାରା ସୂର୍ଯ୍ୟଙ୍କର ଗୋଚର ଦ୍ୱାରା ତୁଳା ରାଶିର ଯେତେ ସବୁ ବ୍ୟକ୍ତି ଅଛନ୍ତି ତାଙ୍କୁ କ'ଣ ସବୁ ଫଳ ମିଳିବ ସେ ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣିଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା କି ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର ତୁଳା ରାଶିର ବ୍ୟକ୍ତିମାନଙ୍କୁ କ'ଣ ସବୁ ଫଳ ଦେବ, ଅର୍ଥାତ୍ ଜାନୁଆରୀ ଫେବ୍ରୁଆରୀ ମାସର ରାଶିଫଳ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ କ'ଣ ରହିବ ସେହି ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା ତ କରିବା। ତା ପୂର୍ବରୁ ସବୁଦିନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ତୁଳା ରାଶି କଥା କହିବା ତାହେଲେ ତୁଳା ରାଶିର ଯେତେ ସବୁ ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ସୂର୍ଯ୍ୟ ଚତୁର୍ଥ ଭାବରେ ଗୋଚର କରିବେ। ଏହି ସମୟରେ ଆପଣମାନେ ଜମି ବାଡ଼ିକୁ ନେଇକି ସଫଳତା ପାଇବେ, କିନ୍ତୁ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟକୁ ଟିକେ ଧ୍ୟାନ ରଖିବାକୁ ପଡ଼ିବ। ତା ସହିତ ଘରର ମରାମତି ପାଇଁ ହେଉ ବା ଗାଡ଼ି କିଣା ହେଉ ବା ଗାଡ଼ିର ମରାମତି ପାଇଁ ଆପଣମାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ତା ସହିତ ଗୁରୁଙ୍କର ନବମ ଦୃଷ୍ଟି ଆପଣମାନଙ୍କର ସୂର୍ଯ୍ୟଙ୍କ ଉପରେ ପଡ଼ୁଥିବାରୁ ଆପଣମାନେ ଦେଖିବେ କି ଆପଣଙ୍କର କୌଣସି ମାଙ୍ଗଳିକ ଧାର୍ମିକ କାର୍ଯ୍ୟ ହୋଇପାରେ। ତା ସହିତ ମଙ୍ଗଳ ପ୍ରଭାବରେ ଆପଣମାନଙ୍କର ଭାଗ୍ୟ ପ୍ରଭାବିତ ହେବ। ଉଚ୍ଚଶିକ୍ଷା ହେଉ ବା ବିଦେଶ ଯାତ୍ରା ହେଉ ସେଥିରେ ଡେରି ହୋଇପାରେ। କିନ୍ତୁ 24 ଜାନୁଆରୀରେ ବୁଧ ଯେତେବେଳେ ସୂର୍ଯ୍ୟଙ୍କ ସହିତ ମିଶିବେ ଅର୍ଥାତ୍ ମକର ରାଶିରେ ଗୋଚର କରିବେ ସେତେବେଳେ ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ, ଯାହାଦ୍ୱାରା କି ଆପଣମାନଙ୍କର ଜମି ଘରକୁ ନେଇକି ଯଦି ବିବାଦ ଥିଲା ତାହା ଦୂର ହୋଇପାରିବ। ତା ସହିତ 24 ଜାନୁଆରୀରେ ହିଁ ଆପଣମାନଙ୍କର ସୂର୍ଯ୍ୟ ଶ୍ରବଣ ନକ୍ଷତ୍ରରେ ପ୍ରବେଶ କରିବେ, ଯାହାଦ୍ୱାରା କି ଆପଣମାନେ କୌଣସି ମିତ୍ର ବା ପୂର୍ବ ସମ୍ପର୍କୀୟମାନଙ୍କ ସହିତ ଭେଟ ହୋଇପାରେ। ତା ସହିତ 6 ଫେବ୍ରୁଆରୀରେ ସୂର୍ଯ୍ୟ ଯେତେବେଳେ ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ ସେତେବେଳେ ଆପଣମାନେ ଘର ଜମି ଜମାରୁ ଫାଇଦା ପାଇବେ। ତା ସହିତ ଆପଣମାନେ ଦେଖିବେ କି ଆପଣମାନଙ୍କୁ ହଠାତ୍ ଲାଭ ହୋଇପାରେ, ଧନ ଲାଭ ହୋଇପାରେ, ଘରର ମରାମତି ଆପଣମାନେ କରିପାରନ୍ତି। ଏତ ଥିଲା ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ମକର ରାଶିରେ କିଭଳି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ହିଁ ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।